ମୟୂରଭଞ୍ଜରେ ପୁଣି ଏକ ହାତୀର ମୃତଦେହ ମିଳିଛି। ଏଥର ବାରିପଦା ବନଖଣ୍ଡ ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳର ସାରୁମୂଳା ସଂରକ୍ଷିତ ଜଙ୍ଗଲର ବେତନାସିଆଠାରେ ଦନ୍ତା ହାତୀର ମୃତଦେହକୁ ଠାବ କରିଛି ବନ ବିଭାଗ। ଶନିବାର ସକାଳ ସମୟରେ ମୃତଦେହ ଠାବ ହୋଇଥିବା ବେଳେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ତେବେ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାତୀର ବୟସ 8 ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କିଛି ଦିନ ତଳେ ଏହି ଅଞ୍ଚଳରେ ଝାରଖଣ୍ଡ ହାତୀପଲ ପ୍ରାଦୁର୍ଭାବ ଜାରି ରଖିଛନ୍ତି। ତେବେ ହାତୀଟି ଝାରଖଣ୍ଡ ହାତୀ ବୋଲି ସନ୍ଦେହ କରାଯାଉଛି। ପ୍ରାଣୀ ଚିକିତ୍ସକ ଟିମ୍ ହାତୀର ଶବ ବ୍ୟବଚ୍ଛେଦ କରୁଛନ୍ତି। ମୃତଦେହରୁ ନମୁନା ସଂଗ୍ରହ କରି ଭୁବନେଶ୍ୱର ସ୍ଥିତ OUTକୁ ପରୀକ୍ଷା ନିମନ୍ତେ ପଠାଇବେ। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଏହି ଜଙ୍ଗଲରେ ହାତୀର ମୃତଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି।